ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନୂତନ ବର୍ଷର ଅସଲି କଥା। ନୂଆ ବର୍ଷର ଅସଲି କଥା। ଆମେ ନୂଆ ବର୍ଷର ଅନେକ ସନ୍ଦେଶ ଆମେ ଶୁଣିଛୁ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ସେସବୁ ସନ୍ଦେଶ ଗୁଡ଼ିକ ଦ୍ୱାରା ଆମେ ଅନେକ ବିଷୟ ଶିଖିଛୁ, ଆମେ ଆଶୀର୍ବାଦ ପ୍ରାପ୍ତ ହୋଇଛୁ। ମାତ୍ର ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ, ନୂଆ ବର୍ଷର ବା ନୂତନ ବର୍ଷର ଅସଲି କଥା। ନୂତନ ବର୍ଷର ଅସଲି କଥା କ'ଣ ଅଟେ? ପଢ଼ିବା ପ୍ରକାଶିତ 22 ଅଧ୍ୟାୟର 12 ପଦ। ପ୍ରକାଶିତ ପୁସ୍ତକ 22 ଅଧ୍ୟାୟର 12 ପଦରେ ଲେଖାଗଲା, ଦେଖ ଆମେ ଶୀଘ୍ର ଆସୁଅଛୁ। ପ୍ରିୟମାନେ, ଏହା ହେଉଛି ନୂଆ ବର୍ଷର ଅସଲି କଥା। ପ୍ରଭୁ ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଅଛନ୍ତି। ମୁଁ କାହିଁକି କଥା ଆପଣ କହୁଛି? କାରଣ 2025 ମସିହାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଶୀଘ୍ର ଆସିବେ, ଏହା ଠିକ୍ କଥା। 2026 ମସିହାରେ ଆମେ ତାଙ୍କର ଆଗମନର ଆହୁରି ଅଧିକ ନିକଟବର୍ତ୍ତୀ ହୋଇଗଲୁ। 2025ରେ ଆମେ ଆଗମନର ଯେତିକି ନିକଟବର୍ତ୍ତୀ ଥିଲୁ, 2026 ମସିହାରେ ତାଙ୍କର ଆଗମନର ଆହୁରି ଅଧିକ ନିକଟବର୍ତ୍ତୀ ହୋଇଗଲୁ। ସେଥିପାଇଁ ଆମେ ସେ ଆଗମନକୁ ନେଇ ଆମକୁ ସିରିୟସ୍ ହେବାର ଆବଶ୍ୟକ ରହିଛି। ଏଇଟା ହେଲା ଅସଲି କଥା। ଏଇ ଜଗତରୁ ଆମର ପ୍ରସ୍ଥାନ କରିବା ସମୟ କମି କମି ଯାଉଛି, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଗମନର ସମୟ ଆହୁରି ଅଧିକ ନିକଟବର୍ତ୍ତୀ ହୋଇଯାଉଅଛି। ସେଥିପାଇଁ ଆମେ ପ୍ରଭୁଙ୍କ ଲୋକମାନେ ଏଇ 2026 ମସିହାରେ ଆମେ ଆଗମନକୁ ନେଇ ବହୁତ ସିରିୟସ୍ ହେବାର ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ମେଘମାଳାରେ ସେ ଆସିବେ, ତାଙ୍କର ମଣ୍ଡଳୀକୁ ନେବା ପାଇଁ ସେ ଆସିବେ। ଆମକୁ 2025 ଅପେକ୍ଷା 2026ରେ ତାଙ୍କର ଆଗମନକୁ ନେଇ ଆମେ ଅଧିକ ସିରିୟସ୍ ଆଗମନ ନିମନ୍ତେ ଆମକୁ ପ୍ରସ୍ତୁତ ରହିବାର ଅଛି, ଅପେକ୍ଷାରେ ରହିବାର ଅଛି। କାରଣ 2026 ମସିହାର ଆଗମନର ଆମେ ଅଧିକ ନିକଟବର୍ତ୍ତୀ ଆମେ ହୋଇଯାଇଛୁ। ଏହା ହେଉଛି ନୂଆ ବର୍ଷର ଅସଲି କଥା। ପ୍ରିୟମାନେ, ଦ୍ୱିତୀୟ କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏହି ଯେଉଁ 2025 ମସିହା ଅପେକ୍ଷା 2026 ମସିହା କ'ଣ ହେବ? ଏହା ପ୍ରକାଶିତ 22 ଅଧ୍ୟାୟ 11 ପଦ ଲେଖାଗଲା ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ। 2025ରେ ଏ ଦୁନିଆ ଯେତିକି ନଷ୍ଟ, ଯେତିକି ଭ୍ରଷ୍ଟ ଥିଲା, ଏ 2026 ମସିହାରେ ଆହୁରି ଅଧିକ ନଷ୍ଟ, ଆହୁରି ଅଧିକ ଭ୍ରଷ୍ଟ, ଆହୁରି ଅଧିକ ଦୁଷ୍ଟ, ଆହୁରି ଅଧିକ ଚର୍ଚ୍ଚ ଗୁଡ଼ିକକୁ ପ୍ରସିକ୍ୟୁସନ୍ ହେବ। ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ତାଡ଼ନା କରାଯିବ। ଜଗତରେ ମନ୍ଦତା, ଦୁଷ୍ଟତା, ଅଧର୍ମତା ବଢ଼ି ବଢ଼ିଯିବ। ଆମେ ଯେତେ ଅଧିକ ସମୟ ଗୁଡ଼ିକ ବିତେଇ ଆମେ ଯାଉଛୁ, ଆମମାନଙ୍କର ଜଗତ ସେତେ ଅଧିକ ଦୁଷ୍ଟତା, ମନ୍ଦତା ହେବାର ଲାଗିଛି। କାରଣ ଏହା ହେଉଛି ନହଙ୍କର ସମୟ, ଏହା ହେଉଛି ଲୋଟଙ୍କର ସମୟ। ଲୋଟଙ୍କ ସମୟ ଆଉ ନହଙ୍କ ସମୟରେ ଜଗତ ଯେଉଁ ପ୍ରକାର ଭାବରେ ଦୁଷ୍ଟ ଭ୍ରଷ୍ଟ ଥିଲା, କୌଣସି ଆତ୍ମୀୟତା ନଥିଲା, କେବଳ ସାଂସାରିକତା, ଶାରୀରିକତା, ଶୈତାନିକତା ଭର୍ତ୍ତି ହୋଇଥିଲା। ସେହି ପ୍ରକାର ଭାବରେ ଏହି 2026 ମସିହା 2025 ମସିହା ଠାରୁ ଅଧିକ ଭ୍ରଷ୍ଟ ହେବା ପାଇଁ ଯାଉଛି। ସେଠି ଲେଖାଯାଏ ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ। ପ୍ରିୟମାନେ, ଏଇଟା ଯେଉଁମାନେ କି ଗତ 25 ମସିହାରେ ଯେତିକି ଦୁଷ୍ଟ ଥିଲେ, 26 ମସିହାରେ ସେମାନଙ୍କ ଦୁଷ୍ଟତା ଆହୁରି ବଢ଼ିଯିବ, ସେମାନଙ୍କ ଭ୍ରଷ୍ଟତା ଆହୁରି ବଢ଼ିଯିବ। ସେମାନେ ଆହୁରି ଅଧିକ କଦର୍ଯ୍ୟ ହେବେ, ଆହୁରି ଅଧିକ ଅଶ୍ଳୀଳ କାର୍ଯ୍ୟ ଗୁଡ଼ିକ କରିବେ। ଏହା ଆମମାନଙ୍କର ନୂଆ ବର୍ଷର ଅସଲି କଥା। ଏହା ଆମେ ଜାଣି ରଖିବାର ଆବଶ୍ୟକ ରହିଛି। ଆପଣ ପ୍ରାର୍ଥନା କରି, ଉପବାସ କରି ଏସବୁ ବିଷୟ ଗୁଡ଼ିକକୁ ଆଉ ବଦଳାଇ ପାରିବେ ନାହିଁ, ଚେଞ୍ଜ କରିପାରିବେ ନାହିଁ, କାରଣ ଏହା ହେଉଛି ନୂଆ ବର୍ଷର ଅସଲି କଥା। ସେଥିପାଇଁ ଲେଖାଯାଏ ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ। ଏହା ଆମମାନଙ୍କୁ ସ୍ପଷ୍ଟ ଭାବରେ ବାଇବଲ କହେ। କାରଣ ସେ ଆହୁରି ହେବ, ଯେ ଦୁଷ୍ଟ ଆହୁରି ଅଧିକ ଦୁଷ୍ଟ ହେବ, ସେ ଭ୍ରଷ୍ଟ ଆହୁରି ଅଧିକ ଭ୍ରଷ୍ଟ ହେବ। ମାତ୍ର ମଣ୍ଡଳୀର ଅବସ୍ଥା କି ପ୍ରକାର ଥିବ?
पुणी जे धार्मिक से आहुरी धर्माचरण करू प्रिय माने जो माने धार्मिक सत्य मार्ग रे चलती प्रभु को लोक माने मंडली लोक माने से माने आहुरी अधिक धार्मिक हेबे आहुरी अधिक पवित्र हेबे आहुरी अधिक प्रभु सहित लगी रहे आहुरी अधिक प्रभुंकर राज्य निमंते काम करिवे कारण यह होछि नुआ वर्षर असली कथा नूतन वर्षर असली कथा कारण गोटे आड़े जगत दुष्ट भ्रष्ट नष्ट हो अधिक परिमाण रे से शैतान हाथ रे समर्पित होता समय आउ गोटे साइड रे मंडली आहुरी अधिक धार्मिक आहुरी अधिक पवित्र हेबो कारण मंडली को जना जे प्रभु यीशु ख्रीष्ट मेघमाला रे शीघ्र आसुअछंती से अपना मंडली को नेबा पई आसुअछंती प्रिय प्रभु को लोक माने सेति पई आमे समस्त आमे जानिछु प्रभुंकर आगमन विषय से साधु पितर से आमान को कहूअछंती द्वितीय पितर 3 अध्यायर 12 पदरे सही दिनर आगमन अपेक्षा करी ताहा जेपरि शीघ्र आसीबो एथिपाई तुम्भ मानकर किपरि सदाचारी और धर्मपरायण हेबा उचित प्रिय माने गोटे आड़े जगत भंड ख्रीष्ट निमंते प्रस्तुत हेबा समय रे आउ गोटे आड़े मंडली से ख्रीष्टंक निमंते निजको प्रस्तुत करूअछि सही आगमन प्रभुंकर सही दिन जे प्रकार शीघ्र आसीबो एथिपाई मंडली व्यस्त करिवार आवश्यक रहिछि सदाचारी धर्मपरायण करिवार आवश्यक रहिछि प्रिय माने एहा होछि नूतन वर्षर असली कथा गोटे साइड जगत नष्ट हो जाउछि भ्रष्ट हो जाउछि आमे आगमनर आहुरी अधिक निकटवर्ती होचु आउ गोटे साइड रे मंडली से अधिक धर्माचरण एही वर्ष आमानकर अधिक फास्टिंग हेबार अछि एही वर्ष अधिक आत्मा लाभ करिबार अछि एही वर्ष अधिक बाइबल पढ़िबार अछि एही वर्ष अधिक सहभागिता रे बढ़िबार अछि कारण एहा ही बाइबल आमान को कहे नूतन वर्षर असली कथा मु आपण मान को कहूछि जे जगत गोटे आड़े नष्ट भ्रष्ट हो जिबा समय रे आउ गोटे साइड रे मंडली आगमन निमंते निजको प्रस्तुत करुछि निजको पवित्र करुछि निजको सदाचारी करुछि निजको धर्माचरण करुछि कारण आमे जानू सही द्वितीय पितर 3 अध्यायर 13 पदरे आम्भे माने ताहांक प्रतिज्ञा अनुसार गोटे नूतन आकाश मंडल और नूतन पृथ्वीर अपेक्षा रछु जहा धार्मिकतार आवास स्थल आमको यही प्रकार स्थान को प्रभु नेबा पई आसुअछंती जोटा कि धार्मिकतार आवास स्थल से स्थान को आम्भे माने जीवा पई संपूर्ण भाव रे निजको प्रस्तुत करूअछु प्रिय प्रभु को लोक माने आसंतु आमे निजको प्रस्तुत करिबा एही नूतन वर्षर असली कथा को आमे भूली न जाऊ आमे आगमनर आहुरी अधिक निकटवर्ती हो गलु दुनिया आहुरी अधिक भ्रष्ट हो आउ आमे मंडली आमे आहुरी अधिक पवित्र आहुरी अधिक धार्मिक आहुरी अधिक धर्माचरण करी आमाने प्रभुंक सहित आमको लागी रहिबार अछि आसंतु पदे प्रार्थना करिबा स्वर्गीय मंगलमय पिता मु तुमको धन्यवाद दिए तुम नामर प्रशंसा करे गौरव करे स्तुति करे महिमा करे कारण तुमे आमान को प्रभु यही नूतन वर्षर असली कथा तुम्हें आमान को कहिच आ यही कथा को आमे ध्यान रखी आममानकर जीवन आम बिताई पारिबु दया करी साहाय्य कर पवित्र आत्मा शक्ति और सामर्थ्य आम समस्त को प्रदान कर जहा द्वारा आम माने आगमन निमंते निजको प्रस्तुत करि पारिबु अन्य को प्रस्तुत करि पारिबु प्रभु आमे जे प्रकार पवित्र धार्मिक होई धर्माचरण करी आम माने आगमन अपेक्षा रही पारिबु दया करी तुम्हें साहाय्य कर प्रभु प्रार्थना शुणिछ धन्यवाद प्रार्थना प्रिय प्रभु जीशुଙ୍କ नामରେ ମାଗୁଅଛୁ आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय आ गोटे नुआ प्रसंग रे परस्पर सहित आम माने कथबार्ता हेबा रहिबा नमस्कार प्रेज द लॉर्ड गॉड ब्लेस यू।